ଦେଖନ୍ତୁ ଯେଉଁମାନେ ମୃତ ସ୍ୱର୍ଗବାସୀ ହେଇଛନ୍ତି ତାଙ୍କ ରାସନ କାର୍ଡ କାଟିବା ଦରକାର। ଯେଉଁମାନେ ଜୀବିତ ନାହାନ୍ତି, ଯେଉଁମାନେ ସ୍ୱର୍ଗବାସୀ ତାଙ୍କ ରାସନ କାର୍ଡ କାଟିବା ଦରକାର, ନିହାତି ଆବଶ୍ୟକତା ରହିଛି। ଏବଂ ସରକାର ନିୟମ କରିଛନ୍ତି, ଗୋଟେ ନୂଆ ଯେଉଁ ପଲିସି କରିଛନ୍ତି, ଯେଉଁ ତର୍ଜମା କରୁଛନ୍ତି, ଏନକ୍ୱାରି କରୁଛନ୍ତି, ଯେଉଁମାନେ ରିଟର୍ନ ଫାଇଲ କରୁଛନ୍ତି, ଯେଉଁମାନେ ରିଟର୍ନ ଫାଇଲ କରୁଛନ୍ତି, ଛୋଟ ବ୍ୟବସାୟୀ ଯେଉଁମାନେ ପାନ ଦୋକାନ ପକାଇଛନ୍ତି, ଚା ଦୋକାନ ପକାଇଛନ୍ତି, ରୋଡ ଉପରେ ପରିବା ବିକୁଛନ୍ତି, ଋଣ ନେବା ପାଇଁ ହେଲେ 50,000 କି ଲକ୍ଷେ 2 ଲକ୍ଷ ଟଙ୍କା ଋଣ ନେବା ପାଇଁ ହେଲେ ସେମାନେ ବ୍ୟାଙ୍କ ମାଗୁଛି ତାଙ୍କର ରିଟର୍ନ ଫାଇଲ ମାଗୁଛି, ରିଟର୍ନ ମାଗୁଛି, ଇନକମ ଟ୍ୟାକ୍ସ ରିଟର୍ନ ମାଗୁଛି। ସେଇଥିପାଇଁ ସେମାନେ ରିଟର୍ନ ଜିରୋ ବାଲାନ୍ସରେ, ଜିରୋ ଇନକମରେ ସେମାନେ ଦଉଛନ୍ତି, ରିଟର୍ନ ଦଉଛନ୍ତି। ପାନ ଦୋକାନୀ ବାଲା କେତେ, ତମର ଚା ଦୋକାନୀ କେତେ ଅଛି, ରୋଡ ସାଇଡ ଚା ବିକୁଛି କେତେ। ଯଦି ଏମାନେ ତାଙ୍କ ରେସନ କାର୍ଡ କାଟିବେ ତାହେଲେ ତାଙ୍କ ପ୍ରତି ଅନ୍ୟାୟ ହେବ। ଛୋଟ ବ୍ୟବସାୟୀ, ସାନ ବ୍ୟବସାୟ କରିବା ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ବାସ୍ ପଟ ମାରୁଛୁ, ଆମେ ସହଯୋଗ କରି ଉପରକୁ ଉଠାଇବା ପାଇଁ ତାଙ୍କ ରେସନ କାର୍ଡ କାଟିଦେବେ। এই দলীয় ব্যবস্থাକୁ ନେଇକିରି ସଂଘୀୟ ବ୍ୟବସ୍ଥା ରହିବା ଦରକାର। ଦଳୀୟ ବ୍ୟବସ୍ଥାକୁ ଯଦି କରିବେ ସଂଘୀୟ ବ୍ୟବସ୍ଥା ଲୋପ ହେଇଯିବ। ସେଥିପାଇଁ ମୁଁ ଅନୁରୋଧ କରୁଛି, ଯେଉଁମାନେ ଛୋଟ ବ୍ୟବସାୟୀ ଅଛନ୍ତି ତାଙ୍କ ରେସନ କାର୍ଡ କଟା ନ ଯାଉ, ସ୍ୱଚ୍ଛତା ଆସୁ, ନିର୍ମଳ ସ୍ୱଚ୍ଛତା ଆସୁ। ଯୋଉଟାକି ସ୍ୱଚ୍ଛତା ଆଣିବନି, ଖାଲି ଗଲା ଗଭର୍ଣ୍ଣମେଣ୍ଟ ଆଗେ ପାଇଥିଲେ ଆଗକୁ କାଟିଦିଅ, ଯଦି ଚିନ୍ତା କରିବ ତାହେଲେ ରାଜ୍ୟ ପ୍ରତି କ୍ଷତିକାରକ ହେବ। हाँ, जो मैंने बड़बड़िया सरकारी कर्मचारी धरा तांको दरमा रिकवरी कर दियो, तांको पेंशन जो मैंने पाउछन तांको पेंशन रिकवरी कर दियो। जदि मंत्री को भाई मैंने भी नहीं तांको रिकवरी कर दियो।